ବାଲେଶ୍ୱର ପ୍ରଥମ ଆଞ୍ଚଳିକ ଦୈନିକ ବୈଦ୍ୟୁତିକ ଗଣମାଧ୍ୟମ ଆମ ନ୍ୟୁଜ୍‌ର 20ତମ ବାର୍ଷିକ ଉତ୍ସବ ଭେନିଆ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଆମ ନ୍ୟୁଜ୍‌ର ଅଧ୍ୟକ୍ଷ ତଥା ସମ୍ପାଦକ ବିପ୍ଳବ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ 20ତମ ଜନ୍ମଦିବସ ଅବସରରେ ଆମ ନ୍ୟୁଜ୍ ପରିବାରର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବର୍ତ୍ତମାନ ସ୍ଥିତିରେ ସୋସିଆଲ ମିଡିଆର ପ୍ରାରବ୍ଧତା ପ୍ରଭାବରେ ଟିଭି ଦର୍ଶକଙ୍କ ସମେତ ଖବରକାଗଜ ପାଠକଙ୍କ ସଂଖ୍ୟା କମିବାରେ ଲାଗିଛି। ସମସ୍ତଙ୍କ ହାତରେ ମୋବାଇଲ ଆସିବା ପରଠାରୁ ଟିଭି ଚ୍ୟାନେଲ ଚଳାଇବା ବ୍ୟବସାୟିକ ଦୃଷ୍ଟିକୋଣରୁ ଅତ୍ୟନ୍ତ କଷ୍ଟକର ବୋଲି କହିଥିଲେ। ଏଭଳି ସ୍ଥିତିରେ ଦୀର୍ଘ 19 ବର୍ଷ ଧରି ବିକଳ୍ପ ମାଧ୍ୟମ ଭାବେ ସ୍ଥାନୀୟ ଅଞ୍ଚଳର ଖବର ପ୍ରସାରଣ ଜାରି ରଖିବାରେ ସକ୍ଷମତା ପାଇଁ ଆମ ନ୍ୟୁଜ୍‌ର କର୍ମକର୍ତ୍ତାଙ୍କୁ ମନ୍ତ୍ରୀ ଶ୍ରୀ ମହାପାତ୍ର ଉଚ୍ଚ ପ୍ରଶଂସା କରିଥିଲେ। ଆମେ ସମସ୍ତେ ଜାଣୁ ଯେ ଗୋଟେ ଜନ୍ମଦିନ ହୁଏ, ଜନ୍ମଦିନରେ ସମସ୍ତେ ଭୋଜି ଭାତ ଖାଉ ଏବଂ ଆନନ୍ଦ ଉଲ୍ଲାସ କରୁ, ନାଚ ଗୀତ ବି ହୁଏ। ଆଜି ଏଭଳିଆ ଏକ ଜନ୍ମଦିନ ଆମେ ସମସ୍ତେ ବାଲେଶ୍ୱର ବାସୀ ଜାଣିଛୁ ଏ ଜନ୍ମଦିନଟା କାହାର। ଇଏ ଏମିତି ଜନ୍ମଦିନ ଆଉ ଏମିତି ବାପା ଏଠି ବସିଛନ୍ତି, ଆମେ ସମସ୍ତେ ତାକୁ ମଧ୍ୟ ଜାଣିଛୁ ଯିଏ ଆକୁ ଜନ୍ମ ଦେଇଛନ୍ତି। ଆଜି ଯାହା ପାଇଁ ଆମେ ଏଠି ଉପସ୍ଥିତ ଅଛୁ ସେଇଠି ଆମ ସମସ୍ତ ଗହଣରେ ଅଛନ୍ତି ଆମ ନ୍ୟୁଜ୍ ଚ୍ୟାନେଲର ଜନ୍ମଦାତା ମାନନୀୟ ବିପ୍ଳବ କୁମାର ମହାନ୍ତି ମହୋଦୟ। ମୁଁ ତାଙ୍କୁ ମୋ ତରଫରୁ ଅଶେଷ ଅଭିନନ୍ଦନ ଶୁଭେଚ୍ଛା ଜ୍ଞାପନ କରୁଛି। ସିଏ 19 ବର୍ଷର जो शिशु कहवा 19 वर्ष पूर्ण करी 20 वर्षରେ ତାଙ୍କର এই ପଦାର୍ପଣ କରିଛି ଆମ ନ୍ୟୁଜ୍ ଚ୍ୟାନେଲ। ଆଜି ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି ଏବଂ ସମସ୍ତଙ୍କୁ ମଧ୍ୟ ବହୁତ ଅଭିନନ୍ଦନ ଜଣାଉଛି ଯେ ଏଭଳିଆ ଏକ ଚତୁର୍ଥ ସ୍ତମ୍ଭର ଜନ୍ମ ବାର୍ଷିକ ଯାହାକି 20 ବର୍ଷରେ ପଦାର୍ପଣ କରିଛି ଏବଂ ନିରବଚ୍ଛିନ୍ନ ଭାବରେ ଆମକୁ ଏକ ନ୍ୟୁଜ୍ ଚ୍ୟାନେଲ ଯିଏକି ସବୁ ଘଟଣା ଦୁର୍ଘଟଣା ସବୁ ବିଷୟକୁ ବିଭିନ୍ନ ସମୟରେ ଲୋକଲୋଚନକୁ ଆଣିପାରିଛନ୍ତି, ସେଭଳିଆ ଏକ ନ୍ୟୁଜ୍ ଚ୍ୟାନେଲର ଆଜି ଜନ୍ମ ବାର୍ଷିକରେ ଆମେ ସମସ୍ତେ ଉପସ୍ଥିତ ଅଛୁ। ମୁଁ ନିଶ୍ଚିତ ଭାବରେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବି ସେ ଯେଉଁଭଳି ଭାବରେ ଏ ନ୍ୟୁଜ୍ ଚ୍ୟାନେଲକୁ ଚଳାଇଛନ୍ତି ଆହୁରି ତାକୁ ଭଲ ଭାବରେ ସେ ଚାଲୁ ଏବଂ ନିରପେକ୍ଷ ଭାବରେ जो न्यूज चैनल माने किसी पक्षपातिता करनी किंतु एठी मो आशा करबी निरपेक्ष भाव लोकों का समस्या को नेगी जो न्यूज परिवर्तन करछुंती ताकि से चले रखंतु भगवान आको दीर्घायु करंतु। राज्य सरकारी उपमुख्य सचेतक तथा रेमुणा विधायक गोविंद चंद्र दास, सदर विधायक मानस कुमार दत्त, बस्ता विधायिका सुभाषिनी जेना, जिला परिषद अध्यक्ष नारायण प्रधान, बालेश्वर पौराध्यक्षा सबिता साहू, पूर्वतन विधायक जीवन प्रदीप दास, कांद्रा सोरेन प्रमुख एथिरे वरेण्य अतिथि भावे जोगदेई वक्तव्य प्रदान करथिले। न्यूज हम न्यूज आपनको मु कहि दउची 2002 रो 2010-11 पर्यंत मु जन केबल ऑपरेटर थी। ए हम न्यूज से तो नोना थिले कहउछंती मु हम न्यूज रो सब बेले जते नसीद ए हमर निसी होटल एवं ओजवास भागरे ये न्यूज चालू था सब बेले हम केबल हिसाब रे हम न्यूज में लोकल न्यूज ता देखुता निश्चित 20 वर्ष बीती जाइछि। प्रभु क्षीरचरण गोपीनाथ जिंतु मिंटू कहला 200 वर्ष आशीर्वाद करंतु हमर विप्लव भाईकर एवं से जो तंग हम चैनल जे परिवार सब सदस्य छथि सेमानकर उदारता उन्नत होता केबे भ्रांति हे न पारे। सांबादिकता सबले गोटे क्रांति आ ए क्रांतिर एक ज्वलंत उदाहरण होची बालेश्वर माटीरु जन्मित दीर्घ 20 वर्ष हम निरवच्छिन्न भावरे हमको खबर सरबार सेवा जुगौथिबा आम न्यूज परिवार ये वार्षिक उत्सव को हमको आमंत्रण करिवारु मु सर्वप्रथम आम न्यूज परिवार को अनेक अनेक धन्यवाद कृतज्ञता ज्ञापन करूछु। एठी एमिति एक घड़ी संधि मुहूर्त रे हमें पहुंची जाइछु हमको गणमाध्यम प्रभावित करूछि। आमे समस्ते आज
ଏଇଭଳିଆ ସ୍ଥିତିରେ ରହିଛୁ। ଗଣମାଧ୍ୟମ ଆମ ଜୀବନଚର୍ଯ୍ୟାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହି ପରିପ୍ରେକ୍ଷୀରେ ମୁଁ ନିଶ୍ଚିନ୍ତ ଭାବରେ ଆମ ନ୍ୟୁଜ୍ର ଯିଏ ପ୍ରତିଷ୍ଠାତା ମୋ ବଡ଼ ଭାଇ, ତାଙ୍କୁ ମୋ ଅନ୍ତରର ନିଭୃତ କୋଣରୁ ଧନ୍ୟବାଦ ଦେବି। 20 ବର୍ଷ ପୂର୍ବରୁ ଯେତେବେଳେ ସନ୍ଧ୍ୟାବେଳେ ସବୁ କାମ ସାରି ଘରକୁ ଫେରେ, ତରବରିଆ ହେଇ ଟିଭି ସାମ୍ନାରେ ବସିଯାଏ ଯେ ଆମ ନ୍ୟୁଜ୍ର ମୋର କ'ଣ କାର୍ଯ୍ୟକ୍ରମ ଥିବ, ଆମ ବାଲେଶ୍ୱରର କ'ଣ କାର୍ଯ୍ୟକ୍ରମ ଥିବ ଦେଖିବା ପାଇଁ। ସେହି ସୂତ୍ରରେ ଆପଣମାନେ ଦେଖିଲେ ଡିସପ୍ଲେ ହେଉଥିଲା ତାଙ୍କର ସମସ୍ତ କାର୍ଯ୍ୟକ୍ରମ। ସବୁଠୁ ବଡ଼ କଥା ହେଲା ମୁଁ ଏ ବର୍ଷ ଦେଖିଲି ଏବଂ ବିଭିନ୍ନ ସମୟରେ ସେ ମଧ୍ୟ ଆମନ୍ତ୍ରଣ କରିଥାନ୍ତି ବାଲେଶ୍ୱରର ପ୍ରତିଭାମାନଙ୍କୁ ସର୍ବସମ୍ମୁଖରେ ଉପସ୍ଥାପନ କରିବା ପାଇଁ ପ୍ରୟାସ କରିଥାନ୍ତି। ବନ୍ୟା ବାତ୍ୟା ହେଉ, ଯେକୌଣସି ସ୍ଥିତି ହେଉ, ସବୁବେଳେ ଆମ ନ୍ୟୁଜ୍ ତତ୍ପର ଥାଏ। ଆମ ନ୍ୟୁଜ୍ର ଉତ୍ତରୋତ୍ତର କାମନା କରିବି। ଆଶା କରିବି ଆସନ୍ତା ଦିନରେ ଆମ ନ୍ୟୁଜ୍ ଏଇଭଳି ନିରବଚ୍ଛିନ୍ନ ଭାବରେ ନିରନ୍ତର ଭାବରେ ସମାଜର ସେବା କରୁ। ଯିଏକି ବିପ୍ଳବ ମହାନ୍ତି ସେ ଦୀର୍ଘ 20 ବର୍ଷ ହେଲାଣି ଆଜି ଆମ ନ୍ୟୁଜ୍କୁ ଚଲେଇ ଆସୁଛନ୍ତି। ଭଗବାନଙ୍କର ନିକଟରେ ପ୍ରାର୍ଥନା କରୁଛି ଏ ନ୍ୟୁଜ୍ର ଉତ୍ତରୋତ୍ତର କାମନା ହେଉ ଏବଂ ଏ ଆଗକୁ ଆହୁରି ଭଲ ଭାବରେ ଲୋକଙ୍କର ସ୍ୱର ଉତ୍ତୋଳନ କରୁ, ସରକାରଙ୍କ ନିକଟରେ ତାର ସ୍ୱର ଉତ୍ତୋଳନ କରି ପହଞ୍ଚାଉ ଏବଂ ଲୋକଙ୍କର ମୌଳିକ ସୁବିଧା ଏବଂ ଅସୁବିଧା ସବୁ ନିଶ୍ଚିତ ଭାବେ ସରକାର ପାଖରେ ପହଞ୍ଚାଉଛି ଏବଂ ବହୁତ ଭଲ କାମ କରି ଆସୁଛି। এইভাবে কাম ମଧ୍ୟ କରୁ, ଆଗକୁ ମଧ୍ୟ ଭଲ କାମ କରିବ ନିଶ୍ଚିତ ଭାବେ। ରଖିବି ନାହିଁ ବିଶେଷ କିଛି ଶୁଭେଚ୍ଛା ଜଣାଇବି। କେବଳ ଏ ଆମ ନ୍ୟୁଜ୍ ଆହୁରି ଉତ୍ତରୋତ୍ତର ଉନ୍ନତି ହେଉ। ଦେଖିଛି ଷ୍ଟାର୍ଟିଂରୁ କେମିତି ଯେତେବେଳେ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ବୋଲି କିଛି ନଥିଲା ବାଲେଶ୍ୱରରେ, ସେତେବେଳେ ସେ ଆରମ୍ଭ କରିକି ଯେଉଁ ସ୍ଟ୍ରଗଲ, ଯେଉଁ କଷ୍ଟ, ତା ଫଳରେ ଆଜି ଗୋଟେ ମୁଖ୍ୟ ଚ୍ୟାନେଲରେ ପରିଣତ ହେଇପାରିଛନ୍ତି। ସେଥିପାଇଁ ମୋ ତରଫରୁ ତାଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି। ଆଗାମୀ ଦିନରେ ତାଙ୍କର ଏବଂ ତାଙ୍କ ପରିବାରର, ଆମ ନିଜ ପରିବାରର ଉତ୍ତରୋତ୍ତର ଉନ୍ନତି ହେଉ। ଯେଉଁ ସତ୍ୟର ଅନୁସନ୍ଧାନ କରିବା ସଙ୍ଗେ ସଙ୍ଗେ ସୁଖର ଏବଂ ଦୁଃଖରେ ବିଭିନ୍ନ ଘଟଣାବଳୀକୁ ଲୋକଙ୍କ ପାଖରେ ବା ସରକାରଙ୍କ ପାଖରେ ଉପସ୍ଥାପନ କରି ଯେଉଁ କାର୍ଯ୍ୟକ୍ରମ କରିଛନ୍ତି, ଯେଉଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ, ଯିଏକି ସବୁବେଳେ ଜାଗ୍ରତ ପହଁରିବାର କାର୍ଯ୍ୟକ୍ରମ କରି ଆଜି ସେ ବାଲେଶ୍ୱରକୁ କିଭଳି ଆଗକୁ ନେବା ପାଇଁ ତାଙ୍କର ଚେଷ୍ଟା ଏବଂ ପ୍ରତିଟି ଲୋକ କିଭଳି ନ୍ୟାୟ ପାଇବେ, ତାଙ୍କର ଯେଉଁ ସ୍ୱଚ୍ଛତା ଏବଂ ନିରପେକ୍ଷତା ଯେଉଁ କାର୍ଯ୍ୟକ୍ରମ ଉଠାଇଛନ୍ତି, ସେ ଆଗକୁ ମଧ୍ୟ ଏଭଳି କରନ୍ତୁ ଏବଂ ଆଗାମୀ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଛି ଏ ଅନୁଷ୍ଠାନ, ଏ ଆମ ନ୍ୟୁଜ୍ ଆହୁରି ଆଗକୁ ଯାଉ। ଏହି ଅବସରରେ ଆମ ନ୍ୟୁଜ୍ ସମ୍ପର୍କରେ ଏକ କ୍ଷୁଦ୍ର ପ୍ରମାଣିକ ଚିତ୍ର ଉପସ୍ଥାପିତ ହୋଇଥିଲା। ପ୍ରାରମ୍ଭରେ କବି ପ୍ରଶାନ୍ତ ଦାସ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଜିକାଲିର ପ୍ରକାଶକ କିଶୋର ଦାସ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସହିତ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଜିତ କୁମାର ମହାନ୍ତି, ଡକ୍ଟର ନିହାରିକା ମହାନ୍ତି, ଦିବ୍ୟାଶା ମହାନ୍ତି, ଅଦୀପ କୁମାର ଜେନା ପୁରସ୍କାର ବିତରଣରେ ସହଯୋଗ କରିଥିଲେ। ଶେଷରେ ସାମ୍ବାଦିକ ଗଙ୍ଗାଧର ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଯଶୋଦାନନ୍ଦ ନାସ, ଅରୁପ ନାରାୟଣ ମହାନ୍ତି, ଶେଖ ବସିତ ଅଲ୍ଲୀ, ଜ୍ୟୋତିର୍ମୟୀ ସାମଲ, ଶୁଭଲକ୍ଷ୍ମୀ ସାହୁ, ମାନବ ମହାନ୍ତି, ସନି ମହାନ୍ତି, ତ୍ରିଷା ମହାନ୍ତି, ସାଇ ବୈଷ୍ଣବୀ, ଅର୍ଜୁନ ସାହୁ ଓ କାଶୀନାଥ ଦାସ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।